ଭାଇ ଗରମ ହଉଛି କଣ କରିବା? ଆମ୍ବ ଚଟଣି କି ଖଟା ପାଣି କରିବା ଚାଲ। ଜୟ ଜଗନ୍ନାଥ ସାଙ୍ଗମାନେ ତ ଯେ ଆମର ଟିକେ ଇଚ୍ଛା ହେଲା ଆମ୍ବ ଚଟଣି ଖାଇବାକୁ ତ ଭାଇମାନେ ଡକା ଡକରିକି ଆମେ ପଳେଇ ଆସିଥିଲୁ ଆମ୍ବ ଗଛକୁ। ଆମ୍ବ ଗଛକୁ ଆସିଲା ପରେ ମୁଁ ସେ ବାଡ଼ିରେ ଆମ୍ବ ଝଡ଼ିବା ଲାଗିଲି। ତ ଏଇଟା ଆମ୍ବ ଭଲସେ ନ ଝଡ଼ିବାରୁ ମୋତେ ବାଧ୍ୟ ହେଇକି ଗଛରେ ଚଢ଼ିବାକୁ ପଡ଼ିଥିଲା। ଗଛ ଚଢ଼ିକି 4-5ଟା ଆମ୍ବକୁ ତୋଳି ସାରିଲା ପରେ ଆମ ଗାଡ଼ିଆ ପାଣିରେ ଭଲସେ ଆମ୍ବକୁ ସବୁ ଧୋଇ ଦେଇଥିଲୁ। ଆମ୍ବକୁ ଭଲସେ ଧୋଇ ସାରିଲା ପରେ ଆମେ ଲାଗିଲୁ ଏଠି ଆମ୍ବ କାଟିବାରେ। ତ ଏଇଠି ଆମ୍ବ ଏତେ ବଡ଼ ଥିଲା ତା ଆଗରେ ଛୁରୀ ବି ଛୋଟ ପଡ଼ୁଥିଲା। ତ ଭଲସେ ଆମ୍ବକୁ ସବୁ କାଟି ସାରିଲା ପରେ ଆମେ ଲାଗିଲୁ ସେଥିରେ ମସଲା ମସଲି ପକାଇବାରେ। ତ ଘରୁ ଆଣିଥିବା ଜିରା ଗୁଣ୍ଡା, ବିଟ୍ ଲୁଣ, ଜଲଜିରା ଆଉ କଞ୍ଚା ଲଙ୍କାକୁ ସବୁ ଆଣିକି ତ ଆମ୍ବ ପରେ ପକାଇବା ଲାଗିଗଲୁ। ଆମ୍ବ ପକାଇ ସାରିଲା ପରେ କଞ୍ଚା ଲଙ୍କାରେ ଭଲସେ ଦଳା ଦଳି କରିସାରିଲା ପରେ ଆମେ ଟିକେ ଟେଷ୍ଟ କଲୁ କି ଆମ୍ବ କେମିତି ହେଇଛି। ଆମ୍ବଟା ପୁରା ବଢ଼ିଆ ହେଇଥିଲା। ଆମ୍ବ ଚଟଣି ଠାରୁ ଆମ୍ବ କଟାଟା ବହୁତ ବଢ଼ିଆ ଲାଗୁଥିଲା। ତାପରେ ଆମେ ଲାଗିଗଲୁ ସବୁ ଜଲଜିରା ପାଣି କରିବାରେ। ତ ପ୍ରଥମେ କିଛି ହାଜମଲା, ତାପରେ ସେଥିରେ ପଲ୍ସ ଚକୋଲେଟ୍, କଞ୍ଚା ଲଙ୍କା ଆଉ କିଛି କଇଁଆକୁ ପକାଇ ସାରିଲା ପରେ ହାତରେ ଭଲସେ ଦଳାଦଳି କରିବା ଲାଗିଲୁ। ଭଲସେ ଦଳାଦଳି କରିସାରିଲା ପରେ କିଛି ସ୍ପ୍ରାଇଟ୍ ପକାଇଦେଲୁ। ସ୍ପ୍ରାଇଟ୍ ଥଣ୍ଡା ପାଣି ମିକ୍ସ ପକାଇ ସାରିଲା ପରେ କିଛି ଲାଗିଗଲୁ ସେଥିରେ ଜଲଜିରା ପାଣି ପକାଇବାରେ। ତ ଜଲଜିରା ଆଉ କିଛି ଲେମ୍ବୁ ଚିପୁଡ଼ିକି ସେଥିରେ ପୁଦିନା ପତ୍ର, କଞ୍ଚା ଲଙ୍କା, ତାପରେ କିଛି ଆମ୍ବ ଛେଚାକୁ ସବୁ ଭଲସେ ମିଳେଇଦେଲୁ। ତ ଏ ଖରାଦିନେ ଏଇ ଥଣ୍ଡା ପାଣି ପିଇ ସାରିଲା ପରେ ଝିଅଟା ପୁରା ଥଣ୍ଡା ହେଇଗଲା। ଯଦି ଆପଣଙ୍କୁ ଭିଡ଼ିଓ ଦେଖି ଟିକେ ନାଳ ବି ବାହାରିଥିବ ତ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରିଦେବେ। ରହୁଛି ଜୟ ଜଗନ୍ନାଥ।